ସ୍ୱାମୀ ଯଦି ଦ୍ୱିତୀୟ ସ୍ତ୍ରୀଙ୍କୁ ଆର୍ଥିକ ସହାୟତା କରିବାରେ ସକ୍ଷମ, ତେବେ ଏହା ପ୍ରଥମ ସ୍ତ୍ରୀଙ୍କ ଭରଣ ପୋଷଣ ଦାବିକୁ ପ୍ରତ୍ୟାଖ୍ୟାନ କରିବାର କାରଣ ହୋଇପାରିବ ନାହିଁ। ଆହ୍ଲାବାଦ ହାଇକୋର୍ଟ ଗୁରୁବାର ଏକ ମାମଲାର ଶୁଣାଣି କରି ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଜଷ୍ଟିସ ହରବୀର ସିଂଙ୍କ ଏକ ଖଣ୍ଡପୀଠ ଆଲିଗଡ଼ ପରିବାର କୋର୍ଟଙ୍କ ଦ୍ୱାରା ଦିଆଯାଇଥିବା ମାସିକ 20,000 ଟଙ୍କା ଭରଣ ପୋଷଣ ଆଦେଶକୁ ଚ୍ୟାଲେଞ୍ଜ କରି ମହମ୍ମଦ ଆସିଫଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି। ଆବେଦନକାରୀ ମହମ୍ମଦ ଆସିଫ ନିଜକୁ ବାଙ୍ଗାଲୋରର ଏକ ହାର୍ଡୱେର ଦୋକାନରେ ଶ୍ରମିକ ଭାବରେ କାର୍ଯ୍ୟ କରୁଥିବା ଦର୍ଶାଇ ମାସିକ 20,000 ଟଙ୍କା ଦେବା ତାଙ୍କ ଆର୍ଥିକ ସାମର୍ଥ୍ୟ ବାହାରେ ବୋଲି ଯୁକ୍ତି ବାଢ଼ିଥିଲେ। ତେବେ ପ୍ରଥମ ପତ୍ନୀଙ୍କ ଓକିଲ କୋର୍ଟକୁ ଜଣାଇଥିଲେ ଯେ ଆସିଫ ଦ୍ୱିତୀୟ ବିବାହ କରିଛନ୍ତି। ଏହା ସହ ସେ କାର୍ଯ୍ୟ କରୁଥିବା ହାର୍ଡୱେର ଦୋକାନ ତାଙ୍କ ବାପାଙ୍କର ଏବଂ ସେମାନେ ଜିଏସଟି ପଞ୍ଜୀକୃତ ବ୍ୟବସାୟୀ ଓ ଟ୍ୟାକ୍ସ ପ୍ରଦାନକାରୀ। ଓକିଲ ଯୁକ୍ତି ଦର୍ଶାଇଥିଲେ ଯେ ଯଦି ଆବେଦନକାରୀ ତାଙ୍କ ଦ୍ୱିତୀୟ ପତ୍ନୀଙ୍କ ଭରଣ ପୋଷଣ କରିପାରୁଛନ୍ତି, ତେବେ ପ୍ରଥମ ପତ୍ନୀଙ୍କୁ ଅଣଦେଖା କରିପାରିବେ ନାହିଁ। ତେବେ ଜଷ୍ଟିସ ସିଂ ସୁପ୍ରିମକୋର୍ଟଙ୍କ ଶମୀମା ଫାରୁକି ବନାମ ସାହିଦ ଖାନ ମାମଲାର ରାୟକୁ ଉଦ୍ଧାର କରି କହିଥିଲେ ଯେ ଆଇନତଃ ବିବାହିତ ପତ୍ନୀଙ୍କ ଭରଣ ପୋଷଣ ଦାୟିତ୍ୱକୁ କୌଣସି ପରିସ୍ଥିତିରେ ଏଡ଼ାଇ ଦିଆଯାଇ ପାରିବ ନାହିଁ। ଯେତେବେଳେ ପ୍ରଥମ ପତ୍ନୀ ବାପା ମାଙ୍କର ଉପରେ ନିର୍ଭରଶୀଳ, ସେତେବେଳେ ଆର୍ଥିକ ସହାୟତା ଅତ୍ୟନ୍ତ ଜରୁରୀ। ଏହା ଆଧାରରେ ହାଇକୋର୍ଟ ଆବେଦନକାରୀଙ୍କ ଯୁକ୍ତିକୁ ଅସିଦ୍ଧ ଘୋଷଣା କରି ତାଙ୍କର କ୍ରିମିନାଲ ରିଭିଜନ ଆବେଦନକୁ ଖାରଜ କରିଦେଇଛନ୍ତି। ରିପୋର୍ଟ ଭଏସ୍ ଅଫ୍ ଓଡ଼ିଶା ଲାଇଭ୍।